ପ୍ରେମ ଏମିତି ଏକ ବନ୍ଧନ, କେତେବେଳେ ସେ କାହାକୁ ଛନ୍ଦି ଦିଏ ତାର ଫାଶରେ, କେହି କେବେ ଜାଣିନଥାନ୍ତି। ଦୁଇଟି ହୃଦୟର ଅବ୍ୟକ୍ତ କଥା ସବୁ ପଢ଼ି ହୋଇଯାଏ ଆଖିର ନିରୀହ ଚାହାଣୀରେ। ବୟସ, ଜାତି, ଧର୍ମଗୋତ୍ର, ସୁନ୍ଦର ଅସୁନ୍ଦର ସବୁ ତା ଆଖିରେ ଯେମିତି ସମାନ ଦିଶେ। ଯୌବନର ରଙ୍ଗୀନ ଉପବନରେ ମୁଁ ବି ସେମିତି ଦିନେ ପ୍ରଜାପତିଟି ପରି ବୁଲୁ ବୁଲୁ ସାଉଁଟି ଆଣିଥିଲି କିଛି ପ୍ରେମର ଅଭୁଲା ସ୍ମୃତି ମାନଙ୍କୁ, ଯାହାକି ଆଜି ମୋର ସ୍ମୃତି ପଟଳରେ କେଉଁ ଏକ ଅନ୍ଧାରିଆ କୋଣରେ ମିଞ୍ଜି ମିଞ୍ଜି ଦୀପଶିଖା ଭଳି ଆଲୋକିତ ହୁଏ। କେହି କେହି କୁହନ୍ତି ପ୍ରେମ ହେଉଛି ଅନ୍ଧ, ତାକୁ କିଛି ଦିଶେନି। ସେ ଚାଲିଥାଏ ତାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରେ, ଖାଲି ଢିପ ମାନେନି, ଲହୁ ଲୁହାଣ ହୁଏ, କଷ୍ଟ ପାଏ, ତଥାପି ସେ ଚାଲିଥାଏ ଲହୁଲୁହ ପିଇ ନିଶାସକ୍ତ ଅବସ୍ଥାରେ। ସତରେ ମୁଁ ଅନୁଭବ କରିଥିଲି ଶିଖା ମ୍ୟାଡ଼ାମଙ୍କର ପ୍ରେମରୁ ଯେଉଁଦିନ ମୁଁ ପ୍ରଥମ କରି ବିଦ୍ୟାଳୟରେ ଜଏନ୍ କଲି। ଶିଖା ମ୍ୟାଡ଼ାମଙ୍କ ସହ ପ୍ରଥମ ଦେଖାରେ କାହିଁକି କେଜାଣି ସେ ଯେମିତି ମୋର ଅତି ପରିଚୟ ଓ ନିଜର ଲାଗିଲେ। ବୟସ 35, ଗୋରା ତକତକ ଚେହେରା, ଜହ୍ନପରି ଗୋଲ ସୁନ୍ଦରିଆ ମୁଖମଣ୍ଡଳ, ବିବାହିତ, ଭଦ୍ର, ଶାଣିତ, ମାର୍ଜିତ, ମାପିଚୁପି କଥାବାର୍ତ୍ତା। ଯେ କେହି ଦେଖିଲେ ବିଶ୍ୱାସ ହେବନି ସେ ବିବାହିତା ଏବଂ ଗୋଟେ 13-14 ବର୍ଷର ଝିଅ। ମା ବୋଲି, ସ୍ୱାମୀ ପାଖ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ବିଜ୍ଞାନ ପଢ଼ାଉଥିବା ସମୟରେ ତାଙ୍କ ଆଖିରେ ଥିବା ଚଷମାଟି ଖୁବ୍ ସୁନ୍ଦର ମାନେ। ଶାଢ଼ୀ ସହ ମ୍ୟାଚିଂ ବ୍ଲାଉଜ, ମୁରୁକି ମୁରୁକି ହସ ଏବଂ ଲମ୍ବା ଘନ କେଶରାଶି ଯେମିତି ମୋତେ ସମ୍ମୋହିତ କରେ। ଅବିବାହିତ ଥିବାରୁ ମୁଁ ଅପୂର୍ବ ଶିହରଣରେ ଯେମିତି ସ୍ୱପ୍ନରାଜ୍ୟରେ ବିଚରଣ କରେ। ଶିଖା ମ୍ୟାଡ଼ାମଙ୍କ ସହ ଅଫିସରେ କେବଳ ଦେଖା ହୁଏ। ସେ କେବଳ ଥରେ ମାତ୍ର ଚାହିଁ ଦିଅନ୍ତି ମୋତେ ଗୋଡ଼ଠାରୁ ମୁଣ୍ଡ ଯାଏଁ। ତାପରେ ଟିଚର୍ସ ଆଟେଣ୍ଡାନ୍ସ ସାଇନ୍ କରି ଚାଲିଯାଆନ୍ତି ସିଧା ଲେଡିଜ୍ କମନ୍ ରୁମ୍କୁ। ପ୍ରଥମ ଦିନ କେବଳ ପଚାରିଥିଲେ, ଆପଣ ନୂଆ ଜଏନ୍ କଲେ ସାର୍? ଭଲ ହେଲା, ଆମର ଷ୍ଟାଫ୍ ବଢ଼ିଗଲେ। ମ୍ୟାଥ୍ ପାଇଁ କେହି ନଥିଲେ। ମୋତେ ଭାରି କଷ୍ଟ ହେଉଥିଲା ପଢ଼େଇବାକୁ। ଏବେ ମୁଁ ଫ୍ରି ହୋଇଗଲି। ୟେସ୍ ମ୍ୟାଡ଼ାମ, ଆପଣଙ୍କର ଘର ନୟାଗଡ଼ ଜିଲ୍ଲାର କେନ୍ଦୁବିଲ ଗାଁରେ। ପ୍ଲିଜ୍ ମ୍ୟାଡ଼ାମ, ଆପଣ ମୋ ଠାରୁ ବହୁତ ସିନିୟର। ଆପଣ କହିଲେ ମୋତେ ଖରାପ ଲାଗୁଛି। ମୋତେ ତୁମେ ବୋଲି ସମ୍ବୋଧନ କରିଲେ ମୋର କିଛି ଆପତ୍ତି ନାହିଁ। ଓକେ, ଥ୍ୟାଙ୍କ୍ସ କହି ଶିଖା ମ୍ୟାଡ଼ାମ ଏକ ମୁରୁକି ହସଟିଏ ଛାଡ଼ି ଦେଇ ଗଲେନି ଯେ ସେ ଯେମିତି ମୋର ହୃଦୟର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ସକ୍ରିୟ କରିଦେଲେ। କିଏ ଯେମିତି ମୋ ହୃଦୟ ବୀଣାର ତାରଟିକୁ ଖୁବ୍ ଜୋରରେ ଟାଣିଦେଲା ଭଳି ଲାଗିଲା। ଶିଖା ମ୍ୟାଡ଼ାମଙ୍କ ପାଖରେ ସବୁ ଥାଇ ବି କାହିଁକି କେଜାଣି ସେ ବେଳେବେଳେ ଖୁବ୍ ଚିନ୍ତିତ ଥିଲା ଭଳି ଲାଗନ୍ତି। ଭଗବାନ ମଣିଷକୁ ସବୁକିଛି ଦେଲା ପରେ ମଣିଷ କାହିଁକି ଯେ ଦୁଃଖ ପ୍ରକାଶ କରେ ତାହା ମୁଁ ଜାଣିପାରୁନଥିଲି। ଏକ ଅଭାବବୋଧ ନିଶ୍ଚୟ ଥିଲା ଭଳି ମନେ ହେଉଥିଲା। ସୃଷ୍ଟିରେ ଭଗବାନ କାହାକୁ ବି କେବେ ସମ୍ପୂର୍ଣ୍ଣ ଭାବରେ ଗଢ଼ିନାହାନ୍ତି। ସମସ୍ତଙ୍କଠାରେ ସେ ଜାଣିଶୁଣି ନିଶ୍ଚୟ ଖୁଣଟିଏ ରଖିଥାନ୍ତି। ଯେମିତି ଖାଣ୍ଟି ସୁନାରେ ଏକ ଭଲ ଅଳଙ୍କାରଟିଏ ତିଆରି ହୋଇନଥାଏ, ସେଥିରେ କିଛି ଖାଦ ମିଶାଯାଇଥାଏ, ଠିକ୍ ସେମିତି ଏ ସଂସାରକୁ ବୋଧେ ଏମିତି ଭାବେ ସେ ଗଢ଼ିଛନ୍ତି। ପଚାରିବାକୁ ସାହସ ହୁଏନି ମୋର, କାହିଁକିନା ସେ ବିବାହିତ। କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ମୋର ଧର୍ମ ବିରୁଦ୍ଧ ଥିଲା। ହଠାତ୍ କାହା ସହ ମିଶିଯିବା ମୋ ପାଇଁ ଭାରି କଷ୍ଟକର ଥିଲା। ଅନ୍ୟ ସହକର୍ମୀଙ୍କ ଠାରୁ ମୁଁ ଧୀରେ ଧୀରେ ଶିଖା ମ୍ୟାଡ଼ାମଙ୍କର କଥା ଶୁଣିବାକୁ ପାଇଲି। ପୁରୁଷ ସହକର୍ମୀମାନଙ୍କର ସମସ୍ତଙ୍କର ସେଇ ଗୋଟିଏ କଥା ଶିଖା ମ୍ୟାଡ଼ାମଙ୍କୁ ନେଇ। ତାଙ୍କର ମନଲୋଭା ଶରୀର ଉପରେ ସମସ୍ତଙ୍କର ଲୋଲୁପ ଦୃଷ୍ଟି। ସବୁବେଳେ ଚର୍ଚ୍ଚା। ଭାବୁଥିଲି ଝିଅଟିଏ ହୋଇ ଜନ୍ମ ହେବା ସତରେ ଭାରି କଷ୍ଟଦାୟକ। ପୁଣି ସୁନ୍ଦରୀ ହେଲେ ତ କଥା ସରିଲା। ଦିନରେ କେତେ ଆଖି ଯେ ମୁଣ୍ଡଠାରୁ ଗୋଡ଼ ଯାଏଁ କୁଣ୍ଡାଳି ପକାନ୍ତି ତାହାର ହିସାବ କରିହେବନି। ସେ ଟୋକା ହେଉ କି ବୁଢ଼ାଟିଏ ହେଉ, ରାସ୍ତାରେ ଗଲାବେଳେ ସମସ୍ତଙ୍କର ଆଖିଟି ଲାଖିଯାଏ ଶିଖା ମ୍ୟାଡ଼ାମଙ୍କ ଉପରେ। ଭଗବାନ କେମିତି କେଜାଣି ସବୁ ରୂପଗୁଣ ଗୁଡ଼ିକ ଖୁନ୍ଦାଖୁନ୍ଦି କରି ଅଜାଡ଼ି ଦେଇଛନ୍ତି ଏ ଶିଖା ମ୍ୟାଡ଼ାମଙ୍କ ଦେହରେ। ତଥାପି ଶିଖା ମ୍ୟାଡ଼ାମ ଖୁସି ନଥାନ୍ତି। କେହି କେହି କୁହନ୍ତି ତାଙ୍କ ସ୍ୱାମୀଙ୍କର ଅଧିକ ବୟସ, ସେ ବୁଢ଼ା ହୋଇଗଲେଣି। ସେକ୍ସୁଆଲ ହାରାସମେଣ୍ଟ। ବୟସ ଅଛି, ଯୌବନ ଅଛି, କିନ୍ତୁ ଉପଭୋଗ କରିବାକୁ କେହି ନାହାନ୍ତି ତାଙ୍କ ପାଖରେ। ସେକ୍ସୁଆଲ ସାଟିସ୍ଫ୍ୟାକ୍ସନ
ପାଉନାହାନ୍ତି ତାଙ୍କ ସ୍ୱାମୀଙ୍କ ଠାରୁ। ସେଥିପାଇଁ ତାଙ୍କର ଭାରି ମନ ଦୁଃଖ। ଆଉ କେହି କେହି କୁହନ୍ତି ସ୍ୱାମୀ ସ୍ତ୍ରୀ ମଧ୍ୟରେ ମାର ଇଗୋ ଫିଲିଙ୍ଗସ୍, କଳହ ଝଗଡ଼ା ଲାଗି ରହୁଥିବାରୁ ମନ ଦୁଃଖ। ମୁଁ କିନ୍ତୁ ଏସବୁ ଆଦୌ ବିଶ୍ୱାସ କରି ପାରୁ ନଥିଲି, ବରଂ ଏହାର ଦୃଢ଼ ପ୍ରତିବାଦ କରି କହୁଥିଲି। ପ୍ରକୃତ କାରଣ ନ ଜାଣି ଲୋକମାନେ ଅନେକ ମନଗଢ଼ା କାହାଣୀ ମାନ କହିଯାନ୍ତି ଅନ୍ୟକୁ ଆଙ୍ଗୁଳି ଦେଖାଇ, ଯାହାକୁ ଆମେ ଆଖିରେ କେବେ ଦେଖିନୁ। କେମିତି ଅନ୍ଧ ଭାବରେ ଏଇଆ ହୋଇଥିବ ବୋଲି ଗୋଟେ ଅନୁମାନିକ ଦୋଷଟିଏ ଲଦି ଦେବା ଠିକ୍ ନୁହେଁ। ଆଜିକାଲି ଲୋକମାନେ ଏ ବିଜ୍ଞାନ ଯୁଗରେ କେବଳ ସମୟ ନଷ୍ଟ କରିଦିଅନ୍ତି ପରଚର୍ଚ୍ଚା, ପରନିନ୍ଦା, ଈର୍ଷା କରିବାରେ। କାହାର ଭଲ କେହି ଦେଖିପାରନ୍ତିନି। ତାର ଭଲ ଗୁଣକୁ ପ୍ରଶଂସା ନ କରି ସବୁବେଳେ ଆମେ ତାର ଦୋଷ ଦୁର୍ବଳତାକୁ ଲକ୍ଷ୍ୟ କରିଥାଉ। ଏଇଟା ତ ଆମର ଏକ ସହଜାତ ପ୍ରବୃତ୍ତି ହୋଇଗଲାଣି। ମୋ ଯୁକ୍ତି ଶୁଣି ସହକର୍ମୀ କହନ୍ତି, କ'ଣ ଶିଖା ମ୍ୟାଡ଼ାମଙ୍କ ପ୍ରେମରେ ପଡ଼ିଲଣି କି ସାର୍? କାହିଁ ଭାରି ପ୍ରଶଂସା କରୁଛ? ନାଇଁ, ସେମିତି କିଛି ନୁହେଁ। ମୁଁ ଲାଜରେ ହସିଦିଏ। କାହିଁକି କେଜାଣି ଶିଖା ମ୍ୟାଡ଼ାମଙ୍କ କଥା ମୋତେ ଆନ୍ଦୋଳିତ କରେ। ପ୍ରକୃତ ତଥ୍ୟ ଜାଣିବାକୁ ଇଚ୍ଛା ହୁଏ। ସେଥିପାଇଁ ମୁଁ ଧୀରେ ଧୀରେ ତାଙ୍କ ସହ ମିଶିବାକୁ ଲାଗିଲି। ତାଙ୍କୁ ଅଟକାଇ ଅନେକ ସମୟ ସ୍କୁଲ ପାଠ ପଢ଼ାଇବା ବିଷୟରେ ଆଲୋଚନା କରିବାକୁ ଲାଗିଲି। ସେ ବି ମୋ ସାନ୍ନିଧ୍ୟ ପାଇ ବହୁତ ଖୁସି ଥିଲା ଭଳି ଅନୁଭବ କଲି। ବ୍ୟକ୍ତିଗତ ଜୀବନ କଥା ପଚାରିବାକୁ ମୋର ସାହସ ହୁଏନି କେବେ। ଏମିତି ପଚାରିବାକୁ ଚାହିଁଲେ ମୋର ପାଟି ଅଠା ଅଠା ହୋଇଯାଏ। କାଳେ ସେ କିଛି ଖରାପ ଭାବିବେ। ସହକର୍ମୀମାନେ ସମସ୍ତେ ଆମ ସମ୍ପର୍କକୁ ଏକ ଅଲଗା ଚକ୍ଷୁରେ ଦେଖିବାକୁ ଲାଗିଲେ। ଆମ ଭିତରେ କିଛି ଖରାପ ସମ୍ପର୍କ ନଥିଲେ ବି ସମସ୍ତେ କାହିଁକି କେଜାଣି ଏକ ପୁରୁଷ ଓ ନାରୀ ମଧ୍ୟରେ ଥିବା ଅନାବିଳ ପ୍ରେମ ସମ୍ପର୍କକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ତାହା ମୁଁ ଜାଣିପାରୁନଥିଲି। ନିଜ ମୁହଁକୁ ମୁଁ ଥରେ ଆଇନା ଆଗରେ ଦେଖିଲି। ବଳିଷ୍ଠ ଯୁବକ, ବୟସ ମାତ୍ର 30। ବାହୁରେ ଶକ୍ତ ମସଲ ଓ ମନଲୋଭା ବପୁ। ଯେ କେହି ବି ଯୁବତୀ ନିଶ୍ଚୟ ପସନ୍ଦ କରିବ ଏ ମନଲୋଭା ଶରୀରକୁ। ସିନେମାର ହିରୋ ଭଳି ଦିଶୁଥିଲି ଜିନ୍ ପ୍ୟାଣ୍ଟ ସାଙ୍ଗରେ ଏକ ଲାଲ କଲରର ଟି ସାର୍ଟଟି ପିନ୍ଧି। ଭଡ଼ା ଘରର ନିଛାଟିଆ ନିରୋଳା କୋଠରୀରେ କେବଳ ଏକା ମୁଁ। ରାତିର ଅନେକ ସମୟ ଯାଏଁ ମୁଁ ଶିଖା ମ୍ୟାଡ଼ାମଙ୍କ କଥା ଭାବି ଭାବି କେତେବେଳେ ଯେ ଶୋଇଯାଏ ତାହା ବି ମୁଁ ଜାଣିପାରେ ନା। ଦିନେ ମୁଁ ଚିନ୍ତା କଲି, ଶିଖା ମ୍ୟାଡ଼ାମଙ୍କ ନାଁରେ ଆଲୋଚନା ହେଉଥିବା କଥାକୁ ପରୋକ୍ଷ ଭାବେ ଜଣାଇବି। ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ନିଶ୍ଚୟ ପଚାରିବି। ହେଲେ କେଉଁଠୁ ଆରମ୍ଭ କରିବି? କଥା ଯଦି ତାଙ୍କୁ ଖରାପ ଲାଗେ ଫେସ୍ ଟୁ ଫେସ୍ ତ କହି ହେବନି କେବେ। ସତ କଥାଗୁଡ଼ିକ ସମସ୍ତଙ୍କୁ ଅପ୍ରିୟ ଲାଗେ। ମୁଁ ଚାହୁଁନଥିଲି ସମ୍ପର୍କ ଭାଙ୍ଗିଯିବାକୁ। ହଠାତ୍ ମନେ ପଡ଼ିଗଲା ଶିଖା ମ୍ୟାଡ଼ାମଙ୍କର ଫୋନ୍ ନମ୍ବରଟି। ଦିନେ ତାଙ୍କର ସେଲଫୋନ୍ ଛାଡ଼ି ଆସିଥିଲେ ଘରେ। ଝିଅ ପାଖକୁ ଫୋନରେ କଥା ହେବାକୁ ସେ ମୋ ସେଲ୍ ଫୋନ୍ଟିକୁ ବ୍ୟବହାର କରିଥିଲେ। ତାଙ୍କ ନମ୍ବରଟିକୁ ମୁଁ ସେଭ୍ କରିଦେଇଥିଲି। ହ୍ୱାଟ୍ସଆପ୍ ଯାଇ ଦେଖିଲି ଏଇଟା ତାଙ୍କର ହ୍ୱାଟ୍ସଆପ୍ ନମ୍ବର। ଡିପିରେ ତାଙ୍କର ସୁନ୍ଦର ପ୍ରତିଛବି। ଚାଟିଂ କରିବାକୁ ଇଚ୍ଛା ହେଲା। ହାଏ, କ'ଣ କରୁଛନ୍ତି ମ୍ୟାଡ଼ାମ? ସଙ୍ଗେ ସଙ୍ଗେ ରିପ୍ଲାଏ ଆସିଲା, କିଏ ମୁଁ ଜାଣିପାରୁନି ଆପଣଙ୍କୁ। ମୁଁ ଅନୁରାଗ। ମ୍ୟାଡ଼ାମ ଜାଣିପାରୁଛନ୍ତି? ଓଃ ସରି, ମୋ କଣ୍ଟାକ୍ଟ ଲିଷ୍ଟରେ ନାଁ ନଥିଲା, ସେଥିପାଇଁ ଜାଣି ହେଲାନି। ଡୋଣ୍ଟ ମାଇଣ୍ଡ, ମୁଁ ଆପଣଙ୍କୁ ଡିଷ୍ଟର୍ବ କଲି ବୋଧେ? ନାଇଁ, ଏଥିରେ ମାଇଣ୍ଡ କରିବାର କ'ଣ ଅଛି? ଖିଆପିଆ ସରିଲାଣି? ହଁ, ଶୋଇବାକୁ ଯାଉଛି। ଆପଣ ଖାଇସାରିଲେଣି? ହଁ। ପୁଣି ଆପଣ ମୋତେ ତୁମେ ବୋଲି କୁହନ୍ତୁ, ଭଲ ଲାଗିବ। ଓକେ, ଏବେଠାରୁ ଚେଷ୍ଟା କରିବି। ଥ୍ୟାଙ୍କ୍ସ। ଗୁଡ୍ ନାଇଟ୍ ମ୍ୟାଡ଼ାମ। ସେମ୍ ଟୁ ୟୁ। ବାଏ। ଫୋନ୍ଟାକୁ ରଖିଦେଇ ଭାବିଲି, ଏଥର ମୋତେ ପଚାରିବା ପାଇଁ ଏକ ମାଧ୍ୟମ ମିଳିଗଲା। ଯେଉଁ କଥା ପାଟି ଖୋଲି କହି ହୁଏନି ସେ କଥା କଲମ କହିଦିଏ ଅତି ସହଜରେ ଅଙ୍କାବଙ୍କା କେତୋଟି ଅକ୍ଷର ମାଧ୍ୟମରେ। ଶିଖା ମ୍ୟାଡ଼ାମ ରାତି 11-12 ଯାଏଁ ଅନଲାଇନ୍ ରହୁଥିବାର ମୁଁ ଲକ୍ଷ୍ୟ କଲି। ଏମିତି ସବୁଦିନ ରାତିରେ ମୁଁ ତାଙ୍କ ସହ ଧୀରେ ଧୀରେ ଚାଟିଂ କରିବାକୁ ଲାଗିଲି। ସେ ଯେମିତି ମୋ ସହ ଆସ୍ତେ ଆସ୍ତେ ଫ୍ରି ହୋଇଯାଉଥିଲେ। ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କିଛି କିଛି ସମ୍ୟକ ଧାରଣା ମୋର ଅବଗତ ହେଲା। ରାତିରେ ସ୍ୱାମୀ ଥିବାରୁ ସେ ତାଙ୍କ ଭୟରେ କେବେ ବି ମୋତେ ଫୋନ୍ କଲ୍ କରୁନଥିଲେ, କେବଳ ହ୍ୱାଟ୍ସଆପ୍ ମେସେଞ୍ଜରରେ ଚାଟିଂ କରନ୍ତି। ସାମାଜିକ ବାଡ଼ବନ୍ଧନ, ଲୋକଲଜ୍ଜା, ସମ୍ମାନକୁ ସେ ଅଧିକ ଗୁରୁତ୍ୱ ଦେଉଥିଲେ।
ମୁଁ ବି ମୋ ସୀମା ଭିତରେ ରହି ହାତେ ମାପି ଚାଖଣ୍ଡେ ଚାଲୁଥିଲି। କେହି କାହାକୁ କେବେ ନିଜର ମନର କଥା ପ୍ରକାଶିତ କରିବାକୁ ଦେଉନଥିଲୁ। ମଣିଷ ଅନେକ କିଛି ଭାବେ, ସ୍ୱପ୍ନ ଦେଖେ। ସମୁଦ୍ର ଢେଉ ପରି ଅତି ସନ୍ତର୍ପଣରେ ମାଡ଼ି ଆସିଥାଏ ବେଳାଭୂମିର ବାଲି ଉପରକୁ, କିନ୍ତୁ ବେଶୀ ସମୟ ସେ ରହିପାରେନି, ପୁଣି ପଛକୁ ଫେରିଯାଏ। କ'ଣ ସବୁ ଭାବି କେଜାଣି କଳା ପାଉଁଶ ଅଙ୍ଗାର ଗଦା ଭିତରେ କେବଳ ନିଆଁ ଭଳି ଜଳୁଥାଏ ଭିତରେ ଭିତରେ। ସ୍ୱାମୀ ଜଣେ ମଦ୍ୟପ ଲମ୍ପଟ ବୋଲି ଶିଖା ମ୍ୟାଡ଼ାମଙ୍କର ସେଇ ଗୋଟିଏ ଦୁଃଖ। ରାତି ହେଲେ ଅତ୍ୟଧିକ ମଦ ପିଇ ସେ ଆସି ଶୋଇଯାଆନ୍ତି ନିଘୋଡ଼ ନିଦରେ। କେବେ ଖୁସିରେ କଥା ନାହିଁ କି ପ୍ରେମରେ କଡ଼େଇ ନେଇନାହାନ୍ତି ଶିଖା ମ୍ୟାଡ଼ାମଙ୍କୁ। ଏଇ କିଛି ବର୍ଷ ହେବ ପର ସ୍ତ୍ରୀ ପ୍ରତି ଆକର୍ଷିତ ହୋଇ ସେମାନଙ୍କ ପଛରେ ଅର୍ଥ ଅପବ୍ୟୟ କରନ୍ତି। ଏଥିପାଇଁ ସେ ଅନେକ ଥର ପାଇଁ ଅପମାନିତ ହୋଇଛନ୍ତି, କିନ୍ତୁ ପ୍ରକୃତି ବଦଳାଇ ପାରିନାହାନ୍ତି। କେତେ ସହିବ ଜଣେ ନାରୀ? ସହି ସହି ପଥର ପାଲିଟି ଯାଇଥିଲେ ଶିଖା ମ୍ୟାଡ଼ାମ। ଝିଅଟିକୁ ଭୁବନେଶ୍ୱରର ଏକ ଘରୋଇ ରେସିଡେନ୍ସ ସ୍କୁଲରେ ଛାଡ଼ି ଦେଇଥିଲେ। ମଝିରେ ମଝିରେ ତାକୁ ଯାଇ ଦେଖି ଆସୁଥିଲେ। ଏତେ ମଦ୍ୟପାନ କଲେ ବି ସ୍ୱାମୀ କେବେ ବି ହାତ ଉଠାଇ ମାରିନାହାନ୍ତି ଶିଖା ମ୍ୟାଡ଼ାମକୁ। ପ୍ରଥମେ ପ୍ରଥମେ ସେ ଭାରି ଭଲ ପାଉଥିଲେ, କିନ୍ତୁ ତାଙ୍କ ସାଙ୍ଗ ସାଥୀମାନେ ତାଙ୍କ ଦାମ୍ପତ୍ୟ ଜୀବନର ସୁଖ ସହିପାରିନଥିଲେ। ଶିଖା ମ୍ୟାଡ଼ାମଙ୍କ ବିଷୟରେ ମିଛ ବୁଗୁଲି କହି ତାଙ୍କ ମନରୁ ପୁଞ୍ଜୀଭୂତ ଭଲ ପାଇବାର ସ୍ରୋତକୁ ସନ୍ଦେହ ରୂପକ ବନ୍ଧଟିଏ ବାନ୍ଧି ଅଟକାଇ ଦେଲେ। ସେହିଦିନୁ ସ୍ୱାମୀ ମଦ୍ୟପ ଲମ୍ପଟ ହେବାକୁ ଶ୍ରେୟ ମନେ କଲେ। ତାଙ୍କୁ ଅନେକ ଥର ଶିଖା ମ୍ୟାଡ଼ାମ ବୁଝାଇବାକୁ ଗଲାବେଳେ ସେ ଗୋଟିଏ ପ୍ରଶ୍ନ କରନ୍ତି। ନିଶାସକ୍ତ ଲାଲ ଆଖି ଡୋଳା ଉଠାଇ, ତୁମେ ନିଜେ ଠିକ୍ ଅଛ? ନିଜେ ଭଲ ହୁଅ, ତାପରେ ସମାଜ ଆପେ ଆପେ ଭଲ ହୋଇଯିବ। ରୂପର ପସରା ମେଲେଇ ତୁମେ ଯେଉଁ ହାଟ ଖୋଲିଛ, ବହୁତ ଗରାଖ ଆଜି ଭିଡ଼ ତୁମ ଦୁଆରେ। ସେମାନଙ୍କୁ ସନ୍ତୁଷ୍ଟ କର ଆଗ, ତାପରେ ଯାଇ ମୋତେ। ଲିଭ୍ ମି ଏଲୋନ୍ ପ୍ଲିଜ୍। ଏସବୁ ସବୁଦିନିଆ ଅଭ୍ୟାସରେ ପଡ଼ି ଶିଖା ମ୍ୟାଡ଼ାମ ନୀରବ ରୁହନ୍ତି। ପ୍ରତିବାଦ କରିପାରନ୍ତିନି। ଭାଗ୍ୟ ଓ କର୍ମକୁ ନିନ୍ଦି ଏକା ଏକା ବଞ୍ଚିବାକୁ ଚେଷ୍ଟା କରନ୍ତି। ସେ ଜାଣନ୍ତି ସେ ନିଜେ କ'ଣ? ସତୀତ୍ୱ ପଣଟି ଯଦି ଦେଖାଇବା ବସ୍ତୁ ହୋଇଥାନ୍ତା, ତେବେ ସ୍ୱୟଂ ସୀତାମାଙ୍କୁ ଅଯଥାରେ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିନଥାନ୍ତା। ସେଦିନ ଷ୍ଟେଟ୍ ଲେବଲ JRC ଫଙ୍କସନରେ କୋରାପୁଟ ଯିବାକୁ ଶିକ୍ଷକ ଆମ 2 ଜଣଙ୍କୁ ଗାଇଡ୍ ଟିଚର ଭାବେ 4 ଜଣ ପିଲାଙ୍କୁ ନେଇ ଯିବାକୁ କହିଲେ। ସେଠାରେ 2 ଦିନ ରହଣି। କଟକରୁ ଆମେ ଏକ ସରକାରୀ ବସ୍ରେ ଯାତ୍ରା ଆରମ୍ଭ କଲୁ। ବସ୍ରେ 2x2 ଟିକିଆ ସିଟ୍। 2 ଜଣ ଝିଅ ଓ 2 ଜଣ ପୁଅ ବସିଗଲା ପରେ ଆଗରେ ଆମ 2 ଜଣଙ୍କୁ ବସିବାକୁ ପଡ଼ିଲା। ଛାତି ଭିତରେ ଯେତେ ଜୋରରେ ଧକ୍ ଧକ୍ ହେଉଥିଲା, ସେତିକି ଜୋରରେ ମନର ବଇତିଟି ଭାସି ଭାସି କେଉଁ ଏକ ପ୍ରେମ ସାଗରର ଗଭୀର ଭଅଁରୀ ଭିତରେ ପଡ଼ିଯିବା ଭଳି ଲାଗୁଥିଲା। ଦୁହେଁ ପାଖାପାଖି ହୋଇ ବସିଲୁ। ଶିଖା ମ୍ୟାଡ଼ାମ ଖୁବ୍ ଖୁସି ଥିଲା ଭଳି ଜଣାପଡ଼ୁଥିଲେ। ଗୋଟେ ଅଜଣା ଝିଅ ସାଙ୍ଗରେ ପାଖାପାଖି ହୋଇ ବସିବାଟା ମୋ ପାଇଁ ଥିଲା ଏକ ନୂଆ ଅନୁଭୂତି। କଥା ହେଲାବେଳେ ଅନେକ ଥର ମୁଁ ଛେପ ଢଡ଼କୁଥିଲି। ଆଖି ସହ ଆଖି ମିଳାଇ ମୁଁ ଭଲ ଭାବରେ କଥା ହୋଇପାରୁନଥିଲି। ଝରକା ବାହାରକୁ ଚାହିଁ ପ୍ରଶ୍ନର ଉତ୍ତର ଦେଉଥିଲି। ଶିଖା ମ୍ୟାଡ଼ାମ କିନ୍ତୁ ମୋ ଆଖି ସହ ବେଶ୍ ଆଖି ମିଶାଇ କଥା ହେଉଥିଲେ। ଅତି ନିର୍ବିଘ୍ନରେ, ବିନା ସଂକୋଚରେ। କଥା ହଉ ହଉ ମୋତେ ହସି ଦେଇ କହିଲେ, ତୁମେ ଭାରି ଲାଜୁଆ। ପୁରୁଷ ପୁଅ ମୋ ଆଖି ସହ ଆଖି ମିଶାଇ କଥା ହୁଅ ଥରେ। ମୁଁ ମୋର ଅନ୍ୟମନସ୍କତା ଭାଙ୍ଗି ତାଙ୍କ ଢଳ ଢଳ ସୁନ୍ଦର ଆଖି ଯୋଡ଼ିକୁ ଚାହିଁ ରହିଲି। ସେ ଆଖି ଭିତରେ ମୋତେ ଦେଖାଯାଉଥିଲା ଯେମିତି ଅନେକ ବର୍ଷରୁ ଭୋକିଲା ଏକ ବାଘୁଣୀର ନିରୀହ ଚାହାଣୀ, ଯେମିତି ଟିକିଏ ଇସାରା ପାଇଲେ ଝାମ୍ପି ପଡ଼ିବ। ଆଖିର ରଡ଼ ନିଆଁରେ ମୋତେ ଜଳିପଡ଼ି ପାଉଁଶ କରିଦେବ। ଯେତିକି ଭଲ ଲାଗୁଥିଲା, ସେତିକି ଭୟ ଲାଗୁଥିଲା। ମୋ ଡର କମାଇବାକୁ ଶିଖା ମ୍ୟାଡ଼ାମ କହି ଉଠିଲେ, ଅନୁରାଗ, ତୁମେ ମୋତେ ବହୁତ ଭଲ ଲାଗ। ଆଇ ଲଭ୍ ୟୁ। ଏହା ଶୁଣି ମୁଁ ଏକ କଠୋର ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଥିଲି। ଏଇଟା ଠିକ୍ କି ଭୁଲ ତାର ସମୀକ୍ଷା କରିବାକୁ ମୋ ପାଖରେ ସମୟ ନଥିଲା। ୟେସ୍ କି ନ, ମୁଁ ଦୁଇଟି ଭିତରୁ ଗୋଟିଏ ଚାହେଁ। ତୁମେ ମୋତେ ଭଲ ପାଅ କି ନାହିଁ କ'ଣ କହୁଛ ଅନୁରାଗ? ପ୍ଲିଜ୍ କୁହ ନା।
एते चुपचाप कौन भावुछ कही उठिले शिखा मैडम। जदि जड़े नारी थरे जड़े पुरुष को भल पाई जाए तेबे से ताकू छाड़ाटा बहुत कष्टकर। विश्वासर पाचेरी भांगी देवाई तो कम समय लगे, हेले गढ़िवाकू केते श्रम, निष्ठा, एकाग्रता लोड़ा अनुभवी ही एका जाने। एमिति भाबू भाबू हठात कहीदेली, यस मैडम, आपणकर विश्वास को भांगी पारिबिनी। आई लव यू टू मच। किंतु पुणी किंतु कौन जे तुमे विवाहित केमिति तुम दाम्पत्य जीवन रे मु एक धूमकेतु भली पशिजीवी। समाज कौन कहब मते? विवाह केवल सामाजिक स्वीकृति, जेउठी स्वामीर स्वीकृति नहीं सेठी गोटे मो साथी रे एक मिछिमिछिया स्वामीर अभिनय करिवार आवश्यकता अछि। लोक मानकर धर्म हैला तीड़कू ताड़ करिबा। डोंट वरी, मु सबू मैनेज करि नेबी। जेते हेले भी तुमे जड़े नारी, नारी धर्म रे कलंक लागि जीवो। नारी बहुत किछि सही पारे, किंतु सहीबार तो सीमा अछि। केउ शास्त्र रे लेखा अछि नारी केवल सहिबो, पुरुष काहींकी नुहे? पुरुष निर्यातना देई चलीथिबो, नारी ताकू सही सही चलीथिबो। जुगर आरंभरू मु भी निर्यातना देई पारिबी से पुरुष को। मते तुमे साहाଯ୍ୟ कर। जड़े बंधु भाव रे अंतत किछि दिन पाई मु सम्मति प्रकाश कली एवं शिखा मैडम को अकाट्य चुक्ति आगरे हारिगली। मु भाबुथिबा कथा माप जेमिति मोर एपट सेपट हो जाउथिला। नारी चरित्रटी को बुझीबाटा सतरे भारी कष्टकर। सप्तफेणी भली चारिपटे कंटार धार। निजकु मु बहुत कष्टरे संभाली रखिली कि कर्तव्य विमूढ़ अवस्थारे प्रेमर दो छकी रास्तारे नीरव प्रतिमूर्तिटीए किछि समय पाई पालटी गली। कथा हेउ हेउ शिखा मैडम जे केतेबेले मो छाती रे मुंड देई सोई जाइछंती ताहा से जानी पारि नाहंती। सकाळू उठिला बेले लाजरे तांको मुह झाउणी जाइथाए। भलरे भलरे जे आरसी कैंपरू 2 दिन रही फेरी आसिलु विद्यालय को। मते शिखा मैडम से दिन तांको घर को डाकी थांती, काहींकी केजाणी मना करी पारिलिनी। सीधा चलिली घर को पशिबा समय रे ड्राइंग रूम रे तांको स्वामी बसिथिले। किए तुमे? नमस्कार, मु अनुराग सार। काम कौन एठारे तुमर? मैडम डाकिथिले से अछंती। मु डरी डरी कहिली, तुमे केते नंबर? माने मु किछि बुझी पारिली नाही। कौन आपण कहउछंती? छोट पिला तो बुझी पारुन। काहाकू कौन कहउछ? मुह संभाड़ी कथा कुह। किचन रूम रु हठात दौड़ी आसी शिखा मैडम गर्जी उठिले। ओहो, ताकू कहिलारु तुमको बाधुछि? कौन केते नंबर? प्रेमिक अनुराग, आस आमे जिबा आम बेडरूम को। हाथ धरी टाणी नहीं बेडरूम रो कबाटी को भीतर पटू किड़ी देई शिखा मैडम खूब जोर हसवाकू लगिले। एमिति हस मु केबे आगुरु देखि नथिली। मते भारी डर लागुथाए। ए सब कौन घटी जाउछि? रिलैक्स, वेट ए मिनिट कही से मो कान पाखरे ए सब एक नाटक बोली मते कहिले। शिखा मैडम को स्वामी से दिन निशारे नथिले। गोटे रूम रे दिन रे जड़े परपुरुष को नहीं निजर स्त्री तांको आगरे हाथ धरी टाणी नेवाटा को तांको कहीं भल लागिला नहीं। तेणु तांको पुरुषत्व को से मने मने धिक्कार कले। पछरु दौड़ी जाई बेडरूम रो कबाट को बाड़ाई डाकिले। शिखा, ए शिखा, ए सब कौन करुछ? तुमे एमिति करिवो बोली केबे मु विश्वास करि नथिली। अरे मु मदुआ होई पारे, हेले रक्त मांसधारी गोटे मनीषटीए। मो आगरे एमिति केबे भूल करनी। मु परा बंचिछि। प्लीज शिखा, मो कथा टिके सुन। मानुछि मु तुमको भल अनेक समय रे अत्याचार करिछि, कष्ट देइछि, स्त्रीर सम्मान देइनी। देख तुम पाई मु बदली जाइछि शिखा। मते आजी तुमे एते बड़ शास्ति दियोनी। कई कई होई पिलांक भड़ी कांदिबारे लागिले। कबाट खोली बाहर को बाहरी आसिलु आमे। शिखा मैडम कही उठिले, एबे देखिलो जदि पुरुषटीए पर नारी को नहीं बिछना को गला बेले केते कष्ट अनुभव हुए। बिचरा नारीटीए कहीं परपुरुष को नहीं घर को आसी पारिबो नाही।
ଆଖିରେ ଭୟଙ୍କର ଲୁହ ଛଳ ଛଳ ହୋଇଯାଇଥାଏ। ଏସବୁ ଦେଖି ମୁଁ ବି ଚକିତ ହୋଇଯାଉଥିଲି। ଶିଖା ମ୍ୟାଡ଼ାମଙ୍କ ସ୍ୱାମୀଙ୍କୁ ଉଠାଇ ତାଙ୍କ ଆଖିରୁ ଲୁହ ପୋଛି କହିଲି, ସାର୍, ଆପଣ କେବେ ବି ଶିଖା ଦେବୀଙ୍କୁ ଭୁଲ ବୁଝିବେନି। ଏସବୁ ଥିଲା ଆମର ନାଟକ। କେବଳ ଆପଣଙ୍କ ଆଖିରେ ବନ୍ଧାଥିବା ସନ୍ଦେହର ଅନ୍ଧ ପୁଟୁଳିକୁ ଖୋଲିଦେବାକୁ। ମୁଁ ଜାଣେ ଆପଣ ବହୁତ ଭଲ ପାଆନ୍ତି ଶିଖା ଦେବୀଙ୍କୁ। ସ୍ତ୍ରୀର ଅପମାନ କେବେ ଜଣେ ସଚ୍ଚା ସ୍ୱାମୀ ଦେଖିପାରିବନି। ସନ୍ଦେହର କୁହୁଡ଼ା ନିଆଁରେ ଦୁହେଁ ଦୁହିଁଙ୍କୁ ଚିହ୍ନିବାରେ କେଉଁଠି ଭୁଲ ରହିଯାଇଥିଲା। ଏସବୁର ପରିସମାପ୍ତି ପାଇଁ ଶିଖା ଦେବୀ ମୋର ସାହାଯ୍ୟ ନେଇଥିଲେ। ଆମ ଭିତରେ କେବେ ବି ଅପବିତ୍ର ସମ୍ପର୍କ ନଥିଲା କି ଭବିଷ୍ୟତରେ ରହିବ ନାହିଁ। ମୁଁ ତାକୁ ଯେଉଁ ଚକ୍ଷୁରେ ଦେଖି ଆସୁଥିଲି ଆଜି ଯାଏଁ ସେ ବି ମୋର ପାପ ଚକ୍ଷୁକୁ ଦିବ୍ୟ ଚକ୍ଷୁ କରିସାରିଛନ୍ତି। ପ୍ରେମ ଦାମ୍ପତ୍ୟ ଜୀବନର ଏକ ଶାଶ୍ୱତ ଚିରନ୍ତନ ଅମରର ଏକ ମୂର୍ତ୍ତିବନ୍ତ ପ୍ରତୀକ। ଏହା କେବଳ ଦୁଇଟି ଶରୀରର ଉଷୁମ ମିଳନ ନୁହେଁ, ତାଙ୍କ ପ୍ରତି ମୋ ମନରେ ଜଳୁଥିବା କାମନାର କୁହୁଡ଼ା ନିଆଁ ଆଜି ଜଳିଯାଇଛି। କେବଳ ପଡ଼ି ରହିଛି ମୁଠା ମୁଠା ପବିତ୍ର ଅଙ୍ଗାର। ସେ ଗଙ୍ଗାଜଳଠୁ ବି ପବିତ୍ର। ଏମିତି ଦେବୀଙ୍କୁ ପାଇ ମୋ ଜୀବନ ସାର୍ଥକ ହୋଇଯାଇଛି। ତାଙ୍କ ପ୍ରେମରେ କାଣିଚିଏଟି ବି ମଳିନତା ନାହିଁ। ଦୁଇ ଜଣଙ୍କ ହାତକୁ ଟାଣି ଛନ୍ଦିଦେଲି। ମୋତେ ଏକ ସ୍ୱର୍ଗୀୟ ଆନନ୍ଦ ଯେମିତି ମିଳିଗଲା। ଲାଗିଲା ମୋ ଆଗରେ ସ୍ୱୟଂ ପ୍ରଭୁ ରାମଚନ୍ଦ୍ର ସୀତାମାତା ଯେମିତି ଉଭା ହୋଇ ଠିଆ ହୋଇଛନ୍ତି। ମୁଁ ଭକ୍ତ ହନୁମାନଟିଏ ସାଜି ସେମିତି ସେମାନଙ୍କର ଆଶୀର୍ବାଦକୁ ଅପଲୋକ ନୟନରେ ଲୁହ ଝରାଇ ଚାହିଁ ବସିଛି।